ଧନୁଭଙ୍ଗ ଚଉତିଶାର ରଚୟିତା କିଏ? ଉତ୍ତର ଶ୍ରୀଧର ଦାସ। ଅଜବିଳାପ ଚଉତିଶାର ରଚୟିତା କିଏ? ଉତ୍ତର ନରସିଂହ ସେଣ। ମିଳନ ଚଉତିଶାର ଲେଖକ କିଏ? ଉତ୍ତର ଅର୍ଜୁନ ଦାସ। ମଧୁପ ଚଉତିଶା ଓ କୋକିଳ ଚଉତିଶାର ଲେଖକ କିଏ? ଉତ୍ତର ଅଭିମନ୍ୟୁ ସାମନ୍ତ ସିଂହାର। ଭଲମନ୍ଦ ଚଉତିଶାର ରଚୟିତା କିଏ? ଉତ୍ତର ନିଧିରଥ ବଜୁରୀ ଦାସ। ବିରହୀ ଚଉତିଶାର ରଚୟିତା କିଏ? ଉତ୍ତର ବଳଦେବ ରଥ। ଜ୍ଞାନୋଦୟ ଚଉତିଶାର ରଚୟିତା କିଏ? ଉତ୍ତର କହ୍ନାଇ ଖୁଣ୍ଟିଆ। ଯମକ ସାର ଚଉତିଶାର ରଚୟିତା କିଏ? ଉତ୍ତର ଲୋକନାଥ ଦାସ। ଜାନୁଭଗ୍ନ ଚଉତିଶାର ରଚୟିତା କିଏ? ଉତ୍ତର ଶିଶୁ ଦାସ। କଳା କଳେବର ଚଉତିଶାର ରଚୟିତା କିଏ? ଉତ୍ତର ଭକ୍ତଚରଣ ଦାସ। କମଳଲୋଚନ ଚଉତିଶା କେଉଁ ବୃତ୍ତରେ ରଚିତ? ଉତ୍ତର ନବାକ୍ଷରୀ। କେଳି କଳ୍ପଦ୍ରୁମ ଚଉତିଶାର ଲେଖକ କିଏ? ଉତ୍ତର ଧନଞ୍ଜୟ ଭଞ୍ଜ। ପହଳି ଚଉତିଶାର ରଚୟିତା କିଏ? ଉତ୍ତର ଦନାଇ ଦାସ। ଧନୁଭଙ୍ଗ ଚଉତିଶାର ରଚୟିତା କିଏ? ଉତ୍ତର ଶ୍ରୀଧର ଦାସ। ନୀଳାଦ୍ରିଶ ଚଉତିଶାର ରଚୟିତା କିଏ? ଉତ୍ତର ଉପେନ୍ଦ୍ର ଭଞ୍ଜ। ମନବୋଧ ଚଉତିଶାର ରଚୟିତା କିଏ? ଉତ୍ତର ଭକ୍ତଚରଣ ଦାସ। ଭକ୍ତଚରଣ ଦାସଙ୍କର ହେଉଛି ରଚନା ମନବୋଧ ଚଉତିଶା। ସଂସାରବୋଧ ଚଉତିଶା କାହାର? ଉତ୍ତର ଦ୍ୱାରିକା ଦାସ। କାଳିୟ ଦଳନ ଚଉତିଶା କେଉଁ ଧରଣର ଚଉତିଶା? ଉତ୍ତର ଆଖ୍ୟାନ ଧର୍ମୀ। ଅନୁରାଗ ଚଉତିଶା ପ୍ରେମମୂଳକ। ମନବୋଧ ଚଉତିଶା ଧର୍ମୀୟ ଭାବନାମୂଳକ। ଯମକରାଜ ଚଉତିଶା ଆଳଙ୍କାରିକ। ଭକ୍ତି କବିତା କହିଲେ କ'ଣ ବୁଝ? ଉତ୍ତର ମନରେ ଆଧ୍ୟାତ୍ମିକ ବା ଭଗବତ୍ ଚେତନାକୁ ନେଇ ଯେଉଁ କବିତା ରଚନା କରାଯାଏ ତାହାକୁ ଭକ୍ତି କବିତା କୁହାଯାଏ। ଭଜନଗୁଡ଼ିକ ହିଁ ଗୋଟିଏ ଗୋଟିଏ ଭକ୍ତି କବିତା।